ଆଜି ମୁଁ ବନେଇବାକୁ ଯାଉଛି ମାଛ ପତ୍ର ପୋଡ଼ା। ତା ପାଇଁ ମୁଁ ହଳଦୀ ପତ୍ର ନେଇଛି, ମାଛ ନେଇଛି ମୁଁ ରୋହି ମାଛ। ମାଛ ଧୋଇକି ଲୁଣ ହଳଦୀ ଗୋଳେଇକି ରଖିଦେଇଛି। ବାଦାମକୁ ଆମେ ପିସିକି ଦେବା। ତେଲ 2-3 ଚାମଚ ଦେବା। ତେଲ ଗରମ ହେଲା, ଏବେ ଆମେ କଳା ଜିରା ପକେଇବା, ଅଦା ରସୁଣ ପେଷ୍ଟ ପକେଇବା। ଏବେ ଆମେ ବାଦାମ ପେଷ୍ଟ ପକେଇବା, ପୁଷ୍ଟ ବଟା ଦେବା, ଲୁଣ ଦେବା, ଲଙ୍କା ଗୁଣ୍ଡ ଦେବା, ପିଆଜ କଟା ଦେବା, ପକେଇବା 1 ଚାମଚ, ଧନିଆ ଗୁଣ୍ଡ ଦେବା। ଏବେ ଟିକେ ଟାଇମ୍ ଭାଜି ଦେବାକୁ। ଭଜା ମସଲା ଯେଉଁ ରଖିଥିଲି ସେଟା 1 ଚାମଚ। ଏବେ ମାଛ ଉପରେ ଆଉ 1 ଚାମଚ ଆମେ